ଏଇଆକୁ ତ ଗରମ ଖାଇଯାଉଛି। ଆମେ ଆଉ ଶାଢୀ ପିନ୍ଧୁ ନଥିଲୁ, ଆମକୁ ଆଉ ଗରମ ହଉନଥିଲା ଲୋ। କୋଉଠା ଖାଲି ଶାଶୁ ଆଗରେ ନାଇଟି ପିନ୍ଧିକି ଟଙ୍ଗ ଟଙ୍ଗ ହେଇକି ଯାଉଛି। କୁ ଶାଶୁ ଦେହ ସହିବ କହିଲ? ଆଜିକାଲିର ବୋହୂ ମାନେ ଆଉ ମଣିଷ ପରିଆ ହଉନାହାନ୍ତି। ସବୁଦିନ ମୋଟା ଖାଲି ଗେଡେ ଏଡେ ହଉଛି। ଯାଉଛି ଲୋ, ମୋ ଝିଅ ଟିକେ ଫୋନ କରେ। Ting 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 ting। ମୋ ଝିଅ କଣ କରୁଛି କିଲୋ? କଣ କହିଲୁ ତୁ ରୋଷେଇ କରୁଛୁ? ଜଇକୁ କହିଲୁନି କାଳିଆ ହୋଟେଲରୁ ପାର୍ସଲ ନେଇ ଆସିଥାନ୍ତେ। ଏତିକି ଗରମରେ ତୁ ରୋଷେଇ କରୁଛୁ? ଆଲୋ ମୋ ମାଲୋ, ତୁ କଣ ପିନ୍ଧିଛୁ କହିଲୁ? କଣ କହିଲୁ? ତୁ ନାଇଟି ପିନ୍ଧିକି ରୋଷେଇ କରୁଛୁ? ଜଇକୁ କହିଲୁନି ତୋ ପାଇଁ ହାଫ ପ୍ୟାଣ୍ଟ ସାର୍ଟ ପିନ୍ଧେଇଥାନ୍ତେ। ଏ ଗରମରେ କେମିତି ରୋଷେଇ କରୁଛୁ? ଆଲୋ ଆଲୋ, ମୋ ଝିଅ ସେଠି ଗରମରେ କାମ କରି ମରିବ ନା କଣ? ଜଲ୍ଦି ଜଇକି କହ, ତୋ ପାଇଁ ବଜାରରୁ ହାଫ ପ୍ୟାଣ୍ଟ ସାର୍ଟ ଆଣିବେ। ଆଜିକାଲି ତ ସମସ୍ତେ ହାଫ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି। ମୋ ଝିଅ ପିନ୍ଧିଲେ ଅସୁବିଧା କଣ? ଏବେ ଯୋଉ ଗରମ ହେଲାଣି, ସମସ୍ତେ କଣ ଗରମ ସହିପାରିବେ? ହଉ ମା, ତୁ ମାର୍କେଟ ଯା। ଫୋନ ରଖ, ମୋର ବହୁତ କାମ ଅଛି। ବୋହୂ ପିଲା ତ କିଛି କାମ କରୁନି, ମତେ ସବୁ କରିବାକୁ ପଡୁଛି। ହଉ ଲୋ ମା, ତୁ ଫୋନ ରଖ। ଆଜି ବହୁତ ଗରମ ହଉଛି, ଆଜି ଜମା ରୋଷେଇ କରି ହଉନି। ପୁଅକୁ କହୁନ ଟିକେ ହୋଟେଲରୁ ଖାଇବା ଆଣିଦେବେ। ହଁ ବା, ମୋ ପୁଅ ପାଖେ ପଇସା ଖାଲି ଗଜ ଗଜ ହେଇଯାଉଛି। ତତେ ଆଣି ହୋଟେଲରେ ଖୁଆଇବ। ଆହୁରି କହୁନୁ, ମୋ ପୁଅ ତୋ ପାଇଁ ଦଳି ଆଣି ଝୁଲି ଝୁଲି ଖୁଆଇବ। ବେଶୀ ବଡ ବଡ କହୁଛି। ଗରମ ଲାଗୁଛି, ରୋଷେଇ କରି ହବନି। ଯା ଶୀଘ୍ର ରୋଷେଇ କରିବୁ। No, 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 no.